ସେ ଯାଇଥିଲେ ସେଠି ବୋଇଲେ ରାମଚନ୍ଦ୍ର ଏ ବାଟେ ଯାଇଛନ୍ତି ସତ କିନ୍ତୁ କୌଣସି ଜାଗାରେ ମୂର୍ତ୍ତି ଫୂର୍ତ୍ତି ବସେଇ ନାହାନ୍ତି। ସେ ସମୟରେ ଏ ସିଷ୍ଟମ୍ ନଥିଲା। ସେ ସମୟରେ ତପୋମୟ ଜୀବନ ସମସ୍ତେ ଜାତ କରୁଥିଲେ, ବୈଦିକ ଜୀବନ ଏସବୁ ନଥିଲା। ଏସବୁ ହେଲା କେଉଁଠି ନା ଯେତେବେଳେ ଭାରତ ଯୁଦ୍ଧ ହେଲା ସବୁ ଯୋଗୀମାନେ ମରିଲେ ବୈଦିକ ଧର୍ମଟା ଲୋପ ହେଲା। କଳିଯୁଗରେ ହେଇଛି ବୈଦିକ ଧର୍ମଟା ଲୋପ ହେଲା, ହେଲେ କଳିଯୁଗ ଜାତ ହେଲା। ବୈଦିକ ଧର୍ମ ଲୋପ ଥିଲେ ଆଉ କଳିଯୁଗ ହେଇପାରିବ କି? ତ କଳିଯୁଗର ଆରମ୍ଭ ହେଲା। କଳିଯୁଗ ଯେମିତି ଆରମ୍ଭ ହେଲା ସେଠୁ ଲୋକମାନେ କ'ଣ ନା ଇଏ ବୋଲା ମୋର ଅମକ ଧର୍ମ, ସିଏ ବୋଲା ମୋର ସମକ ଧର୍ମ, ସିଏ ବୋଲା ମୋର ସମକ ଧର୍ମ, କିଏ ବୋଲା ମୋର ବୁଦ୍ଧ ଧର୍ମ, କିଏ ବୋଲା ମୋର ଜୈନ ଧର୍ମ, ଏମିତି ଚାଲିଲା। ଏମିତି ଚାଲିଲା ଯେମିତି ସେମାନେ ବୌଦ୍ଧ ଜୈନମାନେ ବେଶୀ ପ୍ରବଳ ହେଲେ ଭାରତରେ। କାହିଁକି ପ୍ରବଳ ହେଲେ ତାଙ୍କେ ମୂର୍ତ୍ତି ବସେଇକିରି ଇଏ ଦେଉଳ କରିକିରି କେଉଁଠି ଟେଁ ଟେଁ ପେଁ ପେଁ ବଜେଇଲେ, କିଏ କ୍ଷୀରି ଖେଚଡ଼ି କରିକି ଦେଲେ, କେଉଁଠି ମୁଆଁ ବଣ୍ଟା ହେଲା, କେଉଁଠି ମକର। ଇଏସବୁ ଦେଖି ହିନ୍ଦୁ ଲୋକମାନେ ତପସ୍ୟାରେ ଥିଲେ ବୋଲେ ତାଙ୍କ ଧର୍ମକା ବଢ଼ିଆ, ତାଙ୍କ ଧର୍ମ କଲେ ସେଠି କେତେ ସୁନ୍ଦର ବାଜା ବାଜୁଛି, କେତେ ସୁନ୍ଦର ଖାଇବାକୁ ମିଳୁଛି, କେତେ ସୁନ୍ଦର ଶ୍ଳୋକ ଲାଗୁଛି ବୋଲି ସେଆଡ଼େ ସବୁ ଧରିଲେ। ଶଙ୍କରାଚାର୍ଯ୍ୟ ଦେଖିଲେ ହେ 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 ତାଙ୍କେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ଜୈନ ବୌଦ୍ଧ ଜୀବକା ଈଶ୍ୱର ବୋଲି ଜାଣିନାହାନ୍ତି। ଆଉ ସେ ପର୍ଯ୍ୟନ୍ତ ତାଙ୍କେ ଯାଇନାହାନ୍ତି ତପସ୍ୟା ତାଙ୍କ ନାହିଁ। ହେଲେ ନାଇଁ ଏଇରେ ଜୀବକା ଈଶ୍ୱର ଶଙ୍କରାଚାର୍ଯ୍ୟ ବୋଲି ଲୋକ ସବୁ ନାସ୍ତିକ ହେଇଗଲେ। ଏ ଜମ୍ବୁଦ୍ୱୀପ ନାସ୍ତିକ ହେଇଗଲା, ବେଦକୁ ମାନନ୍ତିନି କି ଈଶ୍ୱରଙ୍କୁ ମାନନ୍ତିନି। ଛାଡ଼ ଏ କେମିତି ଇଏ ରହିବେ କ'ଣ କରିବା ୟାଙ୍କୁ ବୋଲି ସେଇଠୁ ରାଜାମାନଙ୍କୁ ସବୁ ବୁଝେଇଲେ। ବୋଲେ ତମେ ଶିବଙ୍କୁ ଇଏ କର, ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ କ'ଣ ପ୍ରଥମେ ଗୋଟେ ମୂର୍ତ୍ତିଟେ ଆଣିଲେ ବିଶ୍ୱାବସୁଠୁ ପୁରୀ ରାଜାକୁ କହିଲେ। ସିଏ ଗୋଟେ ମୂର୍ତ୍ତି ପଥର ମୂର୍ତ୍ତିରେ ବସେଇ କରୁଥିଲା, ତାକୁ ଆଣି ଦେଉଳରେ ଥୋଇଲେ। ଇଏ ବଡ଼ ଦେଉଳ ତିଆରି କଲେ, ଶଙ୍କରାଚାର୍ଯ୍ୟ କରିଲେ। ପ୍ରତାପ ରୁଦ୍ରଦେବ କରିକିରି ପଥରକୁ ଉଡ଼େଇକି ଆଣିଲେ, କାରଣ ସେ ଏରିଆରେ ପଥର ଅଛି ନା, ଏରିଆରେ ପଥର ମାନେ କୁଆଡ଼ୁ ଆସିଲା, ପଥରକୁ ଉଡ଼େଇ ଆଣିଲେ। ଶିଳ୍ପ ବିଦ୍ୟାରେ ଅଛି, ପଥରକୁ ଉଡ଼େଇ ଆଣିକିରି ସେଠି ଦେଉଳ କଲେ। ହେଲେ ଦେଉଳ ସିନା କଲେ ମୂର୍ତ୍ତି କୋଉଠୁ ଆସିବେ ବୋଲେ ଆମକୁ ଶଙ୍କରାଚାର୍ଯ୍ୟ କହିଲେ ସେ ନୀଳଗିରି ତା ନାଁ କ'ଣ ସେଇଠି କେନ୍ଦ୍ରାପଡ଼ାରେ ଅଛି, ସେ ଗୋଟେ ବିଶ୍ୱାସ ଶବର, ସେ ଗୋଟେ ପଥର ମୂର୍ତ୍ତି କରିଛି, ସେ ବସଉଛି ତାକୁ ସେଇଟା କାହିଁକି ଦେଖିଲେ କଳିଯୁଗରେ ସାଧନା କରିପାରିନି ମୂର୍ତ୍ତି ଦ୍ୱାରା ସେଇଟା ଆଣିଲେ, ଆଣିକି ଥୋଇଲେ। ତାପରେ ସେଇଟା ଗୋଟାକ ମନେ ପାଇଲାନି। କେତେ ଦିନ ପରେ ସେ ଆଉ ଗୋଟେ କାଠ ମୂର୍ତ୍ତି କଲେ। ଏମିତି 3ଟା କାଠ ମୂର୍ତ୍ତି କଲେ। ସେ ପଥର ମୂର୍ତ୍ତି କୁଆଡ଼େ ଗଲା କେଜାଣି, ପଥର ମୂର୍ତ୍ତିକୁ ହଜେଇ ଦେଲେ। 12 ବର୍ଷରେ 3ଟା ଲେଖେ ବସେ। ସୁଦର୍ଶନ ବୋଲି ଗୋଟେ ରହିବ, 4ଟା ନିମ ଗଛ ସବୁ ଓଡ଼ିଶାରୁ ଶୂନ୍ୟ ହେଲା। ଇଏ ଗୋଟେ ପ୍ରହସନ ହେଲା। ଚିଦାନନ୍ଦ ସରସ୍ୱତୀ ଆସିଲେ ଦେଖିବେ ବୋଲି, ପୁରୀକି ଆସିଥିଲେ କ'ଣ ପ୍ରବଚନ କରିବେ ବୋଲି। ବୋଇଲେ ହେ କ'ଣ ହୁଏ ନା ସେତେବେଳେ ତ ରଜାରାଜୁଡ଼ା କିଛି ସିଷ୍ଟମ୍ ନଥାଏ, ଲୋକଡ଼ା ଦଳାଦଳି ଚଢ଼ାଚଢ଼ି ମରନ୍ତି, ହଇଜା ଲାଗିକିରି ମରନ୍ତି। କାରଣ ସେଇଠି ହଗିକିରି ସେଇଠି ମୁତିକିରି ଦାଣ୍ଡାକ ମୁଁ ଦେଖିଛି। ଯେଉଁ ହଗା ଝାଡ଼ା ମୁତି ସେଇଠି ଏକା ଝଡ଼ା, ସେଇଠି ଏକା ଇଆଡ଼େ ଚକ ମାରିଦେ କାହାକୁ ଇଏ ବୋଇଲେ ଦେଖ କାଠର ମୂର୍ତ୍ତି ଗୁଡ଼ିଏ କରି ଝିଅମାନେ ତପସ୍ୱୀ ଲୋକ ସେମାନେ ମାନିବେ ନା ୟାକୁ। ସର୍ବଘଟରେ ଈଶ୍ୱରଙ୍କୁ ଦେଖୁଛନ୍ତି। ଏ କାଠର ମୂର୍ତ୍ତି ଗୁଡ଼ିଏ କରି କାଠର ରଥଟି ତିଆରି କରି ଏ ଯେଉଁ ଜୀବନ୍ତ ଜଗନ୍ନାଥ ଗୁଡ଼ାକ ଅଛନ୍ତି ଏମାନେ ମରୁଛନ୍ତି। କାହାର ହାତ ଛାଡ଼ୁଛି, କାହାର ଗୋଡ଼ ଛାଡ଼ୁଛି, କିଏ ସେଠି ମରୁଛି, ବୋପାଲ ମାଲ ରଢ଼ି, କିଏ କାହାକୁ ଜବରଦସ୍ତ କରୁଛି, କିଏ କାହାର ଇଏ କି ଭଲ ଲାଗିଛି ବୋଲି ଜବର ସମାଲୋଚନା କରେ। ସେବା କରିକି ଲୋକ ତାତିଲେ ମଧ୍ୟ ପଣ୍ଡା ଗୁଡ଼ାକୁ ବାଡ଼େଇ ଇଏ କରେ। ସେଠୁ ପଣ୍ଡା ଗୁଡ଼ା କଲେ ତାଙ୍କ ନାଁରେ ଗୋଟେ କେସ୍ ସୁପ୍ରିମକୋର୍ଟରେ ଫାଇଲ୍ କଲେ ଯେ ଆମର ଜାତୀୟ ଦେବତାଙ୍କୁ ଇଏ ଅବମାନନା କଲେ, ଜାତୀୟ ଇଷ୍ଟ ଦେବତାଙ୍କୁ। କେସ୍ ହେଲା, ବିଚାର ଆସିଲା। ବିଚାର ହେଲା ଯେମିତି ନୋଟିସ୍ ହେଲା ତାଙ୍କୁ ସୁପ୍ରିମକୋର୍ଟରୁ। ତାଙ୍କରେ ଦେଖିଲେ ପ୍ରମାଣ ଦେଲେ ବେଦର ସପରିଜିଗାର ଶୁକ୍ର କାୟ ବରଣ ସୁନାଭରଙ୍ଗ ସୁଦମ ପାପ ବିଦ୍ୟମ କବି ମନୀଷୀ ପରିଭୂ ସ୍ୱୟଂଭୂ ଯାଥା ଚତୁର୍ଥ ଅର୍ଥାନ୍ ବ୍ୟଧା ଶାଶ୍ୱତୀ ସମାଭ୍ୟ କ'ଣ ଯଜୁର୍ବେଦ ମନ୍ତ୍ର ଦେଲେ। ବୋଲେ ଦ୍ୱାସୁପନା ଋଗ୍ବେଦ ମନ୍ତ୍ର ଦେଲେ ଦ୍ୱାସୁପନା ସୌଜାସକାୟା ସମାନ ବୃକ୍ଷମ ପରିଶୋଷାତେ ତୈରଣ୍ୟ ବିଫଳ ସ୍ୱାଦବତ୍ୟନ୍ନୁ ଅଭିଜାଗଛିତି। ଦିଟା ପକ୍ଷୀ ବସିଛନ୍ତି ଗୋଟେ ବଡ଼ ଗଛରେ। ସେ ପ୍ରକୃତି ରୂପକ ମାୟା ରୂପକ ବଡ଼ ଗଛରେ 2ଟା ପକ୍ଷୀ ବସିଛନ୍ତି, ଗୋଟେ ବଡ଼ ଗୋଟେ ସାନ। ସାନଟା ହେଉଛି ଜୀବ, ବଡ଼ଟା ହେଉଛି ପରମ। ଜୀବ କ'ଣ କରୁଛି, ସାନ ପକ୍ଷୀଟା କ'ଣ ସେ ଫଳ ଆଡ଼େ ସବୁ ଫଳିଛି, ସେ ଖାଇ ପକାଉଛି। ବଡ଼ ବଳୁଛି ଆରେ ମୁଁ ତ ସେମିତି, ତୁ ତ ସେମିତି, ମୋର ସେମିତି କିଛି ଦରକାର ନାହିଁ, ତୋର ସେମିତି କିଛି ଦରକାର ନାହିଁ, ସେଟା କାହିଁ ଖାଉଛି ସେ ପିଠି କରିଦେଉଛି ଯାହା ବୁଝିଲି। କର୍ମଫଳ କ'ଣ ସେ କର୍ମଫଳ ନା ଟଙ୍କା ପଇସା ମାଇକିନା ଜମି ବାଡ଼ି ଘର ଦ୍ୱାର ଏସବୁ ଫଳ।
ଫଳିଲା ଏ ପ୍ରକୃତି ରୂପକ ମାୟା ରୂପକ ପାଇ ପ୍ରକୃତି ରୂପକ ବୃକ୍ଷରେ ଜୀବ ବସିଛି, ପରମାତ୍ମା ବସିଛନ୍ତି, ବ୍ୟାପକ ଅଛି। ହେଲେ ପରମାତ୍ମା ସାକ୍ଷୀ ରୂପରେ ଦେଖୁଛନ୍ତି, କିନ୍ତୁ ଜୀବ କର୍ମ କରିକି ଫଳ ଆଶାରେ କର୍ମ କରୁଛି, ହେଲେ ହେଲାନି। ଏଇ ଯେମିତି କହିଲେ କେସଟା ମରିଗଲା। ବେଦର ପ୍ରମାଣ ଦେଲେ ନା, ବେଦର ପ୍ରମାଣ ଦେଲେ ଇଏ ଅପ୍ରମାଣିକ, ଇଏ ଯେଉଁ କରିଛନ୍ତି ଇଏ କପୋଳ କଳ୍ପିତ ଅପ୍ରମାଣିକ, ଇଏ କୌଣସି ଶାସ୍ତ୍ରରେ ନାହିଁ। ଲଙ୍କାରେ କେସଟା ମରିଗଲା। ହେରା ମରିଯିବନି ପ୍ରମାଣ ଦଳିଲେ, ହେଲେ ବେଦକୁ କିଏ ନେବନି। ହେଲେ ସେମିତି ଇଏ ସବୁ ହେଇଛି କ'ଣ ପାଇଁ ନା ଜୈନ ବୌଦ୍ଧ ମତରୁ ଲୋକମାନଙ୍କୁ ଆଡ଼େଇକି ରଖିବା। ତାପରେ ଶଙ୍କରାଚାର୍ଯ୍ୟ ଦେଇଥାନ୍ତେ ଏସବୁ ସ୍ଥାନରେ ଯୋଗ ଶିକ୍ଷା ଦେଇଥାନ୍ତେ, ବ୍ରତ ଧାରଣ କରିଥାନ୍ତେ। ଏଇଥିରୁ ଗୋଟେ ବହିଟି କିଣି ଧରିକି ଅସଲ ତଥ୍ୟ ଜାଣିପାରିବୁ। ମୁଁ ବତେଇଦେବି। ଚନ୍ଦନ ଉପା କିଣି ଆଣିଛି, କୁଣି ଆଣିଲେ କ'ଣ ତୁଣ୍ଡ ପଶିବ କି ନା ତା ଭିତରେ ଦେଖିପାରିବ। ସତ୍ୟାର୍ଥ ପ୍ରକାଶ ଲେଖାଯିବ ବୋଲି ମୋ ପାମା ଚାଟୁଥା, ଇଏ 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 ହବ, ଇଏ ତା ଭିତରେ ମୁଣ୍ଡ ପଶି ପାରିବନି ଜମାରୁ। ଗୁରୁ ପାଖରେ ରହି ଗୁରୁ ସିଏ ଦେଉଛି, ମୁଁ ଗୋଟେ ଗୁରୁ, ମହାଗର୍ବି ସିଏ, ବୁଝିଲୁ କି, ମହାଗର୍ବି କରିଛି। କିନ୍ତୁ ସତ୍ୟାର୍ଥ ପ୍ରକାଶ ଯଦି ଗୁରୁଙ୍କ ସାଙ୍ଗରେ ଗୁରୁଙ୍କ ପାଖରେ ପଢ଼ା ହେବ ବୋଇଲେ ଯାହା ରସ ବାହାରିବ। ଏ ଖ୍ରୀଷ୍ଟିଆନ ଧର୍ମ ଇଏ ସବୁ କାଟି ଦେଇଛନ୍ତି ନା, ଇଏ ବଡ଼ ବୈଦିକ ଧର୍ମ କିଛି ନାହିଁ, ଯାହା ମନ ଇଚ୍ଛା। ଆମର ହିନ୍ଦୁ ଧର୍ମକୁ ମଧ୍ୟ କାଟିଛନ୍ତି, କେନ୍ଦୁ ଧର୍ମ ନାହିଁ, ବୈଦିକ ଧର୍ମ। ତମର ଶାସ୍ତ୍ର କ'ଣ? ଆମର ନାମ ଶାସ୍ତ୍ର ହେଉଛି ବେଦ, ଆମର ବୈଦିକ ଧର୍ମ, ବେଦାନ୍ତ। ତମର ଧର୍ମ କ'ଣ? ଆମର ବୈଦିକ ଧର୍ମ। ଆମେ ହେଉଛୁ ବୈଦିକ, ଯାହା ବେଦରେ ଲେଖା ତା ଚାଲିବ। ଆମର ଦୀକ୍ଷା ତ ବୈଦିକ, ଆଉ ଗାୟତ୍ରୀ କ'ଣ କି ବେଦ ବେଦାନ୍ତ ଆମର ଦୀକ୍ଷା ନା। ତେଣୁ ଏ ତିନିଟା ଉପାଦାନ, ତିନିଟା କାରଣରେ ସୃଷ୍ଟି ହେଇଛି। ତିନିଟା କାରଣରେ ଗୋଟେ ଉଣା ହେଲେ ସୃଷ୍ଟି ଚାଲିବନି। ଦେଖେ ପ୍ରକୃତି ନଥିବ। ୟାଙ୍କୁ କହିଲେ ଏ ମହର୍ଷି ଦୟାନକୁ ପ୍ରଶ୍ନ କଲେ ବୋଲେ ମହର୍ଷି କାଶୀର ବିଦ୍ୱାନ ହେଇକି ଈଶ୍ୱର ତ ନିଷ୍କାମୀ, ନମେ ପାର୍ଥାସ୍ତି କରିତେ ତ୍ରିଶୂଳି କିଛି ଚିନ୍ତନ, ମୋର କିଛି ଦରକାର ନାହିଁ, ମୁଁ କ'ଣ କଲେ ଏଠି ପାଇଯିବି, ନ କଲେ କିଛି ହରେଇଦେବି, ଏମିତି କିଛି ନାହିଁ। ତାହେଲେ ଏଇ ସୃଷ୍ଟି କେମିତି ହେଲା? ଈଶ୍ୱର ତ ନିଷ୍କାମୀ, ଆଉ ସିଏ ଅକର୍ତ୍ତା। ସିଏ ତ ଅକର୍ତ୍ତା ନା, କ'ଣ ଜିନିଷ ଏତେ କରିଦେବ? ଏବେ ଆମେ ଜୀବ ଅକର୍ତ୍ତା ନା, ଆଉ ଅକର୍ତ୍ତା ବୋଲିକି ତାକୁ ଗୋଟେ ହାତ ମିଳିଛି, ହାତରେ କାମ କରେ, ହାତରେ କାମ କରିବ। କାନ ମିଳିଛି, କାମୁଡ଼େ ଥିଲେ କାନ କାମ କରିବ। ଆଖି ମିଳିଛି, ଆଖିରେ ଥିଲେ ଆଖିର କାମ କରିବ। ଏସବୁ ମିଳିଛି। ଯଦି କର୍ତ୍ତା ହେଇଥାନ୍ତା ତାକୁ ନ ମିଳିଥାନ୍ତା କି? ହେଲେ କର୍ତ୍ତା କିଏ? ସେ ନା ପ୍ରକୃତି। ପ୍ରକୃତି କର୍ତ୍ତା। ଜଡ଼ କେମିତି କର୍ତ୍ତା? ଜଡ଼ କର୍ତ୍ତା କେମିତି? ଦେଖେ ପବନ ବହି ଆସୁଛି, ସେ ଗୋଟେ କ୍ରିୟା ନା। ପାଣି ଲହଟା ମାରୁଛି, ଗୋଟେ କ୍ରିୟା ନା। ପୃଥିବୀ ଘିରି ଘିରି ବୁଲୁଛି, ପ୍ରକୃତି କ୍ରିୟା। କ୍ରିୟାଶୀଳ କର୍ମ ଅଛି, କ୍ରିୟା ଅଛି ପ୍ରକୃତିରେ। ଜୀବ ସେଟାକୁ ମୁଁ ବୋଲି କହିକିରି କର୍ମର ଫଳରୁ ମୁଣ୍ଡ ମୁଣ୍ଡଉଛି। ଏ ମୂର୍ଖ ଜୀବ ପ୍ରକୃତିର କ୍ରିୟାକୁ ଉପରେ ଲଦିକିରି ମୁଁ କରୁଛି। ଏବେ ସାଇକେଲରେ ତୁ ଆସିଲୁ, ଗୋଡ଼ ପେଟ୍ରୋଲ ମାରିଲା, ହାତ ଇଏ ଧରିଲା, ତୁ ମୁଁ ଆସିଲି। ଇଏ ପ୍ରକୃତି କ୍ରିୟା କଲା ନା। ପ୍ରକୃତି ତ ଜାଣିଛି ହେଲା ଜ୍ଞାନ, ଇଏ ହେଲା ଜ୍ଞାନ। ତୁ କହିବୁ ମୁଁ ଆସିଲି ବୋଲେ ପ୍ରକୃତିର କ୍ରିୟାଟା ତୋ ଉପରେ ଚଳିଲା, କର୍ମଫଳ ଭୋଗ ନିଶ୍ଚୟ। ମୁଁ ଦେଖେ, ମୁଁ ଆଉ ଅଛି ଯୋଡ଼େ, ଜ୍ଞାନର ଶେଷ ସୀମା କହୁନି। ମୁଁ ଆଉ ଅଛି, ସେ ଅଛନ୍ତି, ତାଙ୍କେ ଅଛନ୍ତି, ଆପଣ ଅଛନ୍ତି, ବୁଝିଲେ? ହେଲେ ଏ ଯେଉଁ ଅଛି, ଏଥିରେ କେଉଁଠି ଅଛି ଲାଗିଲାନି? ଆପଣ ଲାଗିଲା, ଅଛନ୍ତି ଲାଗିଲା। ସିଏ ତାଙ୍କେ ଲାଗିଲା, ଅଛନ୍ତି ଲାଗିଲା। ସିଏ ମଧ୍ୟ ଅଛନ୍ତି ଲାଗିଲା। ହଁ, ସିଏ ମଧ୍ୟ ଅଛି ହେଇପାରିବ। କିଏ ସିଏ ଅଛି କି ନା? ହଁ, ସିଏ ଅଛି। ସିଏ ଆଉ ମୁଁ, ଇଏ ଦୁଇଟା କ'ଣ ହେଲା? ଅନେକ ଏ ଦୁଇଟା ଅଛି ନା, ଅଛିଟା ଚିରସ୍ଥାୟୀ ନା ମୁଁଟା ଚିରସ୍ଥାୟୀ? ମୁଁ ଅଛି। ଏ ହରି ଅଛୁ ରେ ନା? ହଁ ହରି ଅଛି। ହଁ ମୁଁ ଅଛି। ମୁଁ କହେ ମୁଁ ଅଛି। ହେଲେ ମୁଁଟା ଚିରସ୍ଥାୟୀ ହେଲା ନା ଅଛିଟା ଚିରସ୍ଥାୟୀ ହେଲା? କି ଚିରସ୍ଥାୟୀ? ଅଛନ୍ତି, ସିଏ ଇଏ, ତାଙ୍କେ ଆପଣ, ବୁଝିଲ କି? ଇଏ ଯେଉଁ ପଦମାନେ ଅଛି, ଇଏ ସବୁ ଚିରସ୍ଥାୟୀ ନା ଅଛନ୍ତି ଚିରସ୍ଥାୟୀ? ଅଛନ୍ତି ସ୍ଥିରସ୍ଥାୟୀ, ଅଛି ଚିରସ୍ଥାୟୀ। ଅଛି ଆଉ ମୁଁଟା କପୋଳ କଳ୍ପିତ। କାହିଁକିନା ଜୀବ କହୁଛି ମୁଁ ତାଠି ନାହିଁ, ମୁଁ ବୋଲି ତାଠି ନାହିଁ। ହେଲେ ସିଏ କହୁଛି ମୁଁ। କାହିଁକି କହୁଛି ନା ଅଜ୍ଞାନପଣରୁ। ହେଲେ ଇଏ ମୁଁ ପଦରୁ ଜନ୍ମମରଣ ଚକ୍ରରେ ବୁଲୁଛି, ମୁଁ ଆଉ ମୋର।
ବୁଝିଲୁ କି ଏ ମୁଁ ଆଉ ମୋର ବୋଲିକିରି ଜନ୍ମ ମରଣ ଚକ୍ରରେ ସେ ଘୁରୁଛି। ଯଦି ମୁଁ ଆଉ ମୋରକୁ ଛାଡ଼ିଯିବ ମୁଖ୍ୟ ହେଇଯିବ, ହଁ ମୁଖ୍ୟ ହେଇଯିବ। ମୁଖ୍ୟ ସିନା ହେଇଯିବ, ମୁଖ୍ୟ ଉପରେ ଆଉ ଗୋଟେ ପାଦ ଅଛି ପ୍ରେମ, ହଁ ପରମାତ୍ମାଙ୍କର ପ୍ରେମ। ପ୍ରେମ ନଥିଲେ ସେ ଜ୍ଞାନ କେତେବେଳେ ଲୋପ ହେଇଯିବ ଆଉ ଥରେ ଆସିବ, ହଁ ବୁଝିଲୁ କି। ତେଣୁ ମୁଖ୍ୟ ଉପରେ ପ୍ରେମଟା ହେଲା ମୁଖ୍ୟ। ଦେଖିଲା ବେଳକୁ ସବୁ ଆମେ ସମସ୍ତେ ମୁଖ୍ୟ। ଆମେ ଦେହରେ ଅଛେ ସତ ନା, ଦ୍ରଷ୍ଟା ହେଇକି ଅଛେ ନା, ଆମେ କ'ଣ କର୍ମ କରୁଛେ କି? କାରଣ ଆମେ ପୁରା ଅକର୍ତ୍ତା। ଚେତନଟା କ'ଣ କରିବ? ଚେତନଟା କରିପାରିବ? ଜଡ଼ କ୍ରିୟା କରିବ ନା ଚେତନ କେମିତି କ୍ରିୟା କରିବ? ଚେତନ କ'ଣ ଜିନିଷ ଯଦି କ୍ରିୟା କରିବ? ଏ ହାତଟା ଅଛି ବୋଲି କ'ଣଟା କରୁଛେ ନା ଆମେ, ହେଲେ ଜଡ଼, ଏଇଟା ପ୍ରକୃତି। ପ୍ରକୃତି କ୍ରିୟାଶୀଳ ପ୍ରକୃତି। ପ୍ରକୃତିର କ୍ରିୟାକୁ ନିଜେ ମୁଣ୍ଡ ଉପରକୁ ନେଇକି ସେ ଦ୍ରଷ୍ଟା ହେଇକି ଦେଖୁଛି। ଶଳା କହୁଛି ମୁଁ କରୁଛି। ପଞ୍ଚମ ଅଧ୍ୟାୟରେ କହିଲେ ତତ୍ତ୍ୱବିତ୍ ପଶ୍ୟନ୍ ଶୃଣ୍ବନ୍ ସ୍ପୃଶନ୍ ଜିଘ୍ରନ୍ ନଶନ୍ ଗଚ୍ଛନ୍ ସପନ୍ ଶୋଷନ୍। ଦେଖ ଇନ୍ଦ୍ରିୟମାନଙ୍କର କର୍ମ, ପ୍ରକୃତିର ଇନ୍ଦ୍ରିୟମାନେ ଗଢ଼ା ହେଇଛି, ପ୍ରକୃତି କରୁଛି। ପ୍ରକୃତିରେ ଶରୀର ସିଏ ଥାଇକିରି ଦେଖିକି ଦେଖୁଛି, କହୁଛି ମୁଁ କରୁଛି। ତତ୍ତ୍ୱବିତ୍ କ'ଣ କରିବ? ଯେଉଁମାନେ ତତ୍ତ୍ୱଜ୍ଞାନ ଜାଣନ୍ତି, ମୁଁ କିଛି କରୁଛି ବୋଲି କହନ୍ତି, ମୁଁ ପଦକୁ ଛାଡ଼ି ଦିଅନ୍ତି। କେବେ ମୁଁ ଆପଣ ନହେଲେ ଶରୀର, ନହେଲେ ଏ ଶରୀର, ନହେଲେ ବେଦମାତା, ଆମ୍ଭେମାନେ, ନହେଲେ ପରମେଶ୍ୱର। ଏଇ ୱାର୍ଡ଼ ମାନେ ଧରିବ। ମୁଁ ଆଉ ମୋର ବୋଲି କହିଲେ ଏଇଟା ମୋର ନାହିଁ, ଏଇଟା ବେଦମାତାଙ୍କର। ବୁଝିଲ କି? ସେ କିଏ କଲା ନା ବେଦମାତା। ମୁଁ ସେ କ'ଣ କହୁଛି? ବେଦମାତାଙ୍କୁ କଲେ ନା, ମୁଁ ସିନା ଚିହ୍ନେଇ ଦେଲି ବେଦମାତାଙ୍କ ସହିତ, କିନ୍ତୁ ତୋର ସବୁ କଲେ ବେଦମାତା କଲେ। ଏମିତି କହିଦେଉଛି ନା ନାହିଁ କି? କର୍ତ୍ତା କେବଳ ଇଷ୍ଟ ଦେବତାକୁ କରିବ, ନହେଲେ ତ ପ୍ରକୃତି କରିବ, ନହେଲେ ତ ଶରୀରକୁ କରିଦେବ। ଏ ଶରୀର କଲା ନା ଆଉ ଏ ହାତ କଲା? ଏ ହାତ ଦେଇଛି ତାକୁ ବୋଇଲେ ଠିକ୍ ଚାଲିଲା। ଆଉ ମୁଁ ପଦ ଲଗେଇଲେ ତ ଗଲା। ଏଇଟା ହେଲା ଜନ୍ମ ମରଣ ଚକ୍ର ଉଦ୍ଧାର ହେବାର ଏ ମୁଁ କଟେଇବ। ମୁଁ ଯଦି କଟିଲା, ମୋର ମଧ୍ୟ କଟିଲା। ମୁଁ ଅହଙ୍କାର, ମୋର ମୁଁ ଗର୍ବ, ମୋର ଅହଙ୍କାର। ମୋର ବୋଲି ଏଇଟା ଅହଙ୍କାର, ମୁଁ ବୋଲି ଏଇଟା ଗର୍ବ। ଏ ଗର୍ବ ଅହଙ୍କାର ଏ ଦୁଇଟା ବୁଲେଇଲା ତ ଜୀବକୁ ଯୋଉନି କି ଯୋଉନି, ଆଉ ଗର୍ଭକୁ ଗର୍ବ, ଗର୍ଭକୁ ଗର୍ବ ଚାଲିଲା। ଏଇଟା ଯଦି ବିଚାର କରିବ, ଶରୀରରେ ଯଦି ରଟା ହେଇକିରି ଅଛି, ମୁଁ କରୁଛି ବୋଲି ଯେଉଁ ଭାବୁଛି, ଏଇଠି ତା'ର ରହିଲା ଗଲତି। କାହିଁକି ଏମିତି କରୁଛି? ସେ ତ ଈଶ୍ୱରଙ୍କର ଅଂଶ। ତୁ ପ୍ରଶ୍ନ କରିବୁ ଈଶ୍ୱରଙ୍କର ଅଂଶ କାହିଁକି କରୁଛି? ନା ଲୋଭୀ ଆଉ ଲାଳସୀ। ସିଏ କ'ଣ କରୁଛି? ଆଉ ଗୋଟେ ଶୁଣ, ଜୀବର ପ୍ରକୃତ ଲକ୍ଷଣ ହେଲା, ତା'ର ପ୍ରକୃତ ଇଏ ହେଲା ଈଶ୍ୱର ଯେମିତି ଆନନ୍ଦରେ ଅଛନ୍ତି, ମୁଁ ସେମିତି ଆନନ୍ଦରେ ରହନ୍ତି। ଆଚ୍ଛା, ଛୁଞ୍ଚି ମୁନରେ ପର୍ବତରେ କେମିତି ରହିବ? ସେ ସର୍ବବ୍ୟାପୀ, ସର୍ବଶକ୍ତିମାନ, ବିରାଟ, ମହାନ, ବିଭୁ। ତେଣୁ ସେ ଆନନ୍ଦରେ ଅଛନ୍ତି। ଆଉ ତୁ ତ ବିଷୟକୁ ଆସୁଛୁ, ଏ ବିଷୟରେ ଜଡ଼ରେ ଆନନ୍ଦ କେଉଁଠି ଆସିବ? ଚେତନରେ ସିନା ଆନନ୍ଦ। ଯଜୁର୍ବେଦ, ଋଗ୍ବେଦ ଦଶମଣ୍ଡଳ ପଢ଼ିଲା ବେଳେ, ଗୁଡ଼ିଏ ଶାସ୍ତ୍ର ପଢ଼ିବାକୁ ସୁବିଧା ମିଳିଲା, ଗୁରୁ ମଧ୍ୟ ମିଳିଲେ ବୁଝିବାକୁ। ସେ ଲେଖିଛନ୍ତି, କିଏ କହିଛନ୍ତି, ପରମାତ୍ମା କହୁଛନ୍ତି, ଆରେ ଜୀବ, ତୁ ପାଇଁ ଏ ସଂସାର କରିଛି ସତ, କିନ୍ତୁ ଏଥିରେ ତୋର କଲ୍ୟାଣ ନାହିଁ। ତୋ କଲ୍ୟାଣ ଅଛି ମୋ ପାଖରେ। ତୋର କଲ୍ୟାଣ ଅଛି ମୋ ପାଖରେ। ତେଣୁ ମୋ ପାଖକୁ ଯାହାକୁ ସବୁ ପ୍ରୟୋଗ କରେ। ପ୍ରକୃତି କହିଲେ, ଆରେ 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 ଆଲୋ ପ୍ରକୃତି, ତୁ ମୋର ଅଂଶକୁ ଭୋଗ ଆଉ ଅପଭୋଗ କରିବୁ। ତୋତେ ଏମିତି ସେ ଭୋଗ କରିବ ଯଦି ମୋ ପାଖକୁ ଆସିବ। ଭୋଲା ବେଳକୁ ଏଥିରେ ପ୍ରକୃତିକୁ ସବୁ ଜାଗା ଦେଖେ। ସମୁଦ୍ର ଗର୍ଭରେ ମେସିନ୍ ବସେଇକିରି କାଢ଼ୁଛି ଗ୍ୟାସ, ଏସବୁ ପେଟ୍ରୋଲ, ଡିଜେଲ। କେମିତି ପ୍ରକୃତିକି ଦୁହନ୍ତି ଦେଖେ। ଇଆଡ଼େ ପର୍ବତ ଫଟେଇକି ବାଣିକିରି ଆଶ୍ରମ ମାନଙ୍କରେ ସବୁ କୁଟା ଛଣ ଯାହା ପ୍ରକୃତି ଦେଇଛି ତା ଉପରେ ଗାଁ ନିର୍ଭର କରୁଛନ୍ତି। କାହିଁକିନା ପ୍ରକୃତି ଭରପୁର ଥାଉ। ଇଏ ପ୍ରକୃତିକି ଦହନ କରୁଛି, ହେଲେ ହେବ କ'ଣ? କହ? ଇଏ ସେମିତି କରୁଛି କେମିତି? ନା ପର୍ବତ ଆଗ ସବୁ ପଥର ଆଗ ଫୁଟେଇକିରି ଭାଙ୍ଗିକିରି ଛାତ ଘର କରୁଛି। ଛାତ ଘର ଖାଡ଼ି ତିଆରି କରି ଲୁହା ପଥର। ୟାର ଅବସ୍ଥାଟା କ'ଣ ହେଉଛି? ଇଏ ତ ଜଡ଼, ସବୁ ସୀମିତ। ଏ ଅସୀମ ହେଲେ କାହନ୍ତା? ଏ ସୀମିତ ପଦାର୍ଥକୁ ଯଦି ଆମେ ଅସୀମ ହେଇକି ଆମେ ଯଦି ବ୍ୟବହାର କରିବା, ହେଲେ ୟାର ଅବସ୍ଥା କ'ଣ ହେବ? ଆମର ଅବସ୍ଥା କ'ଣ ହେବ? ବିଚାର। ହେଲେ ସେମାନେ କ'ଣ ଜାଣିନଥିଲେ? ସେମାନେ ତ ମହାନ ବୈଜ୍ଞାନିକ ନା। ଇଏ ବଦ୍ରିକା ଆଶ୍ରମ ଦେଖେ, ସବୁ ଛାଣ ଛଡ଼ ତଣ୍ଡା ଘାସ ଛପର ହେଇଛି, ଆଉ ବାଉଁଶ ପାତିଆ କାନ୍ଥ ହେଇଛି। ବାଉଁଶ କାନ୍ଥ, ଏ ବାଉଁଶ ଫାଳିଆ କବାଟ ହେଇଛି। ଗୋଟେ ଘରେ 5-7 ଲୋକ 10 ଲୋକ ରହୁଛନ୍ତି। ଆଉ ସ୍ତ୍ରୀ ଲୋକ ପ୍ରବେଶ ନିଷେଧ।
ଭଲ ସ୍ତ୍ରୀ ଲୋକଙ୍କ ପାଇଁ ଅଲଗା ଆଶ୍ରମ, ପୁରୁଷଙ୍କ ଭିତରେ ସେମାନେ ରହିବନି। ଭଲ ହେଲେ ଇ ସିଷ୍ଟମ୍ ଦେଖିକି ଲୋକ କାରଣ ତାଙ୍କର କେଡ଼େ କେଡ଼େ ବୈଜ୍ଞାନିକ ସେମାନେ ଥିଲେ। ପ୍ରକୃତି ଯାହା ଦେଇଛି କାଠ ବାଉଁଶ ଏଠି ଇଏ ତଣ୍ଡା ଏ ଗୁଣ୍ଡରା ୟାକୁ ଦେଇଛି, ୟାକୁ ବ୍ୟବହାର କରି ତମେ ରହ ବୋଇଲେ ଇଏ କ'ଣ କରୁଛି? ନାଇଁ ନାଇଁ ନାଇଁ, ସେ ପାହାଡ଼ ଫଟେଇବା, ସେ ପଥର କାଢ଼ିବା, ସେ ପଥରକୁ ଭାଙ୍ଗିବା, ସେ ପଥର ଟିକେ କରି ଛାତ ପକାଇବା ବେଲା ବେଳକୁ କ'ଣ ହେଉଛି ନା ଖରା ଦିନ ଯେତେବେଳେ ହେଇଯିବ ତାର ତାତି ବାହାରିକିରି ଅମ୍ଳଜାନ ନଷ୍ଟ ହେଉଛି, ପ୍ରଦୂଷଣ ହେଉଛି, ପ୍ରଦୂଷଣ ହେଉନି। ତା ଦେହରୁ ମାଟି ଯେଉଁ ମାଟି ତଳେ ଯେଉଁ ପସନ୍ତା ଏଇ ଯେଉଁ ବର୍ଷା ପାଣି ସେ ରୋଡ଼ ସିମେଣ୍ଟ ରୋଡ଼ ହେଲା, ସେ ସବୁ ପଡ଼ିଲା। ସମୁଦ୍ର ଦେଉଛି ନିଅ, ଆମେ କହୁଛେ ନାଇଁ ନାଇଁ ଆମକୁ ଦରକାର ନାହିଁ, ଆମେ କ'ଣ କରିବା ନା ଭିତରୁ କାଢ଼ିବା। ହେଲେ ଭିତରେ କ'ଣ ସମୁଦ୍ର ଅଛି? କେତେ ଦିନ ଯିବ? ଦେଖ ମୂର୍ଖତା, ମନୁଷ୍ୟ ସମାଜର ମୂର୍ଖତାକୁ ଲକ୍ଷ୍ୟ କରି ମୁଁ କହୁଛି। ଆମର ସଭ୍ୟତା କେଡ଼େ ଜ୍ଞାନୀ ଥିଲେ, କେଡ଼େ ଜ୍ଞାନୀ ଥିଲେ, କେଡ଼େ ପ୍ରକୃତିର କେଡ଼େ ସୁନ୍ଦର। ପ୍ରକୃତିର ପ୍ରଦୂଷଣ ହେଇଯିବ ବୋଲି କଥାବାର୍ତ୍ତା ହେଉନଥିଲେ, ପରାବାଣୀରେ କଥାବାର୍ତ୍ତା ହେଉଥିଲେ, ନହେଲେ ଆଖିରେ ଚାହିଁକି କଥାବାର୍ତ୍ତା ହେଉଥିଲେ। ପରା ପଶନ୍ତି ଅର୍ଥାତ୍ ଦେଖିକିରି କଥାବାର୍ତ୍ତା ହବ, ଦେଖିକିରି କଥାବାର୍ତ୍ତା ହେଉଥିଲେ। ପାଟି କରୁଛ ଶୁଖିବନି କାହିଁକି ନା ପ୍ରଦୂଷଣ ହେବ, ଶବ୍ଦ ପ୍ରଦୂଷଣ। ବିଭାଘର ହେଲେ ବାଣ ନ ଫୁଟିଲେ ବିଭାଘର ହେଉନି। ଜଣକେ ଗୋଟେ ଗାଡ଼ି ହେଉଥିଲା ଏଇଠୁ ମୁଚୁକୁନ୍ଦ ରାଜାକୁ ଶ୍ରୀକୃଷ୍ଣ କହିଲେ ଏବେ ତୁ ଏବେ ଜନ୍ମ, ସେ କହିଲା ମୋତେ ବର ମାଗେ ବୋଲି କହିଲେ ଯେ ମୋତେ ବର ଦିଅ, ମୁଁ କିନ୍ତୁ ମୁଖ୍ୟ ହେଇଛି। ଏବେ ମୁଖ୍ୟ ହେଇପାରିନି, ଜନ୍ତୁ ମାରିକି ମାଂସ ଖାଇଛୁ, ଯୁଦ୍ଧ କରିକି ଲକ୍ଷ ଯୁବଙ୍କୁ ମାରିଛୁ, ମୁଖ୍ୟ ହେଇଛୁ। ଏଇ ଜନ୍ମ ତୋର ମୁଖ୍ୟ ନାହିଁ, ଯା ବଦରିକାଶ୍ରମରେ ତପସ୍ୟା କରି ମୁଖ୍ୟ ହେବ। ଯା ତପସ୍ୟା କରି ଯା, ଏଇଠୁ ଯା, ଚାଲିକିରି ସେଇଠୁ ସେ ଗଲା। ଉଦ୍ଧବ ବୋଲେ ଆପଣଙ୍କ ଚରଣରେ ମୋତେ ରଖନ୍ତୁ ନା, ତାଙ୍କୁ ତୁ ଶୀଘ୍ର ମୋ ପାଖରୁ ପଳା। କାହିଁକି ମୋତେ ଶୀଘ୍ର ପଳା, କାହିଁକି ନା ମୁଁ ଦେହ ଛାଡ଼ିଦେବି। ସତେକି ଆଜ୍ଞା, ହେଲେ ଆପଣଙ୍କ ପାଦ ଛାଡ଼ିକି ମୁଁ କେମିତି ରହିବି? ଆପଣଙ୍କ ପାଦରେ ଭକ୍ତି କରିଛି, ମୁଁ ଆପଣଙ୍କ ପାଦ ଦେଖିବିନି କେମିତି ରହିବି? କଠୋରୀଟା କାଢ଼ି ଦେଇପାରିବି, ସୁନାର କଠୋର ରଖିଲେ ଏଇ କଠୋରୀଟା ନେଇ ୟାକୁ ଦେଖି ଶୀଘ୍ର ପଳା। କେଉଁଠି ଯିବି ଆଜ୍ଞା? ବଦରିକାଶ୍ରମ ଯା, ତପସ୍ୟା କରିବୁ। ହେଲେ ଆପଣଙ୍କ ବିହୁନରେ କେମିତି ନା ଏଇଟାକୁ ଧରିକିରି ମୋତେ ସମରିଲେ ମୁଁ ଦେଖାଦେବୁ। କେଉଁ ନାଁରେ ସମରିବି ଆଜ୍ଞା? ଓମ୍। କେଉଁ ନାଁରେ ସମରିବି? ଓମ୍। କ'ଣ? ଓମ୍। ଓମ୍ ସ୍ମରଣ କରିବୁ। ଓମ୍ ବୋଲି ସେ ୟାକୁ ପଚାରିଲେ, ଅର୍ଜୁନ ସେମିତି ପଚାରିଲା, ଯଦି ଆପଣ ପଳେଇବେ ହେଲେ ମୁଁ ଆପଣଙ୍କୁ କେମିତି ପାଇବି? କେଉଁ ନାଁରେ ଡାକିଲେ ଆପଣ ଆସିବେ? ଓମ୍। କୃଷ୍ଣ ବୋଲି କହିଲେନି, ଓମ୍ ବୋଲି କହିଲେ। କାହିଁକି ଓମ୍ କାହିଁକି କହିଲେ ନା ଓମ୍ଟା ସବୁଠୁ ପ୍ରସିଦ୍ଧ ତାଙ୍କର। ଓମ୍ ବୋଇଲା ବେଳକୁ କୌଣସି ମୂର୍ତ୍ତି ଫୂର୍ତ୍ତି ବୁଝଉନି, କେବଳ ବୁଝଉଛି ଗୋଟିଏ ଶକ୍ତିକି। ସେ ଶକ୍ତି ସଚିତ୍ ଆନନ୍ଦ ଭାବରେ ତିଆରି। ସେ ଶକ୍ତିର ପ୍ରକୃତିର ବିଜ୍ଞାନ କହିଥିଲି, ଜୀବର ବିଜ୍ଞାନ କହିଥିଲି, ଏବେ ପରମାତ୍ମାଙ୍କର ବିଜ୍ଞାନ ଆଡ଼କୁ ଆସିଲା। କଥା ମୁଁ ଭାରି ଇଏରେ କହୁଛି, କ'ଣ ସେଟା ତ ଭେଦିଲେ ହେଲା। ଏ ପରମାତ୍ମାଙ୍କର ବିଜ୍ଞାନ କ'ଣ? ସେ ଯେଉଁ ଓମ୍ ବୋଲି ହେଉଛି, ସେ ଓମ୍ ହେଲା ତାଙ୍କର ଇଏ କ'ଣ, ତାଙ୍କର ନିଜ ନାଁ, ପ୍ରସିଦ୍ଧତି ନାଁ। ଓମ୍ ବୋଲି ଡାକିଲେ ସେ ଖୁସି ହୁଅନ୍ତି। କାହିଁକି ନା ପ୍ରକୃତି ଯେତେବେଳେ ପ୍ରଳୟ ହେଇଗଲା, 4 ଅର୍ବୁଦ ଏ ସୃଷ୍ଟିର ଜଣେ ମନେ ରଖେ, ଇମ୍ପୋର୍ଟାଣ୍ଟ କଥା। ଏ ସୃଷ୍ଟିଟା ବିକୃତି ହେଇକିରି, ପ୍ରକୃତି ବିକୃତି ହେଇକିରି ସୃଷ୍ଟି ହେଇଛି। ଆଉ ପ୍ରକୃତି ସୃଷ୍ଟି ହେଇକିରି ବିକୃତିର 4 ଅର୍ବୁଦ ବର୍ଷ ରହିବ। 4 ଅର୍ବୁଦ 1000 କୋଟି ହେଲେ ଗୋଟେ ଅର୍ବୁଦ, 4 ଅର୍ବୁଦ ବୁଝ ନା, ଲକ୍ଷେ କୋଟି ହେଲେ ଗୋଟେ ଅର୍ବୁଦ ପୁରା। ହେଲେ ଗୋଟେ 4 ଅର୍ବୁଦ ବର୍ଷ ହେଲା ଭିତରେ ତା ଭିତରୁ ଅନ୍ଧାର ହେଇଯିବ। ଅନ୍ଧାରରୁ ଆସିଛି ନା ଏ ଆକାଶଟା, ଅନ୍ଧାର ନା, ଅନ୍ଧାରରୁ ଆସିଛି, ଆଉ ଥରେ ଅନ୍ଧାରକୁ ପଳେଇବ। କୋଉଠିକି ପଳେଇବ ନା ପ୍ରକୃତିକି ପଳେଇବ। ପ୍ରକୃତି କାହାକୁ କୁହନ୍ତି? ପରମାଣୁ। ସେ ତାର ବିନାଶ ନାହିଁ, ପରମାଣୁର ବିନାଶ ନାହିଁ। ହେଲେ ସେ ପରମାଣୁ ହେଇଯିବ। 12 ଅର୍ବୁଦ କାଳ ମନେ ରଖେ, ସୃଷ୍ଟିର ପ୍ରଳୟର କାଳ 12 ଅର୍ବୁଦ। ଆଚ୍ଛା, ସୂର୍ଯ୍ୟ ଚନ୍ଦ୍ର ଦୋଷ ଲୋପ ହେଲେ ସମୟ କେମିତି ଗଣା ହେବ? ପରମାତ୍ମାଙ୍କର ନାଭିକକୁ ଧରିକି, ନାଭିକ ଇଏ ଯେମିତି ପରମାଣୁ, ଜଡ଼ର ଯେମିତି ପରମାଣୁ, ଚୈତନ୍ୟ ନାଭିକ। ସେ ଭିତରେ ମୁଁ ପଶି ପାରିନି, ବୁଝିଲି। ସେ ନାଭିକର ବ୍ୟବଧାନକୁ ଧରିକିରି ସେ କ'ଣ ହେବ? ଅନ୍ଧାରରେ ଜୀବଜନ୍ତୁ ଜନ୍ମ ହେଇନି କି? ଜନ୍ମ ହେଇନା ଜୀବଜନ୍ତୁ
হ্যাঁ ଜୀବଜନ୍ତୁ ଜନ୍ମ ହୁଏ ନା କାହିଁ ପଛେ ପଛେ ଜନ୍ମ ହୁଏ ନା ଶୁଣୁ କେମିତି ସୃଷ୍ଟି ହେଲା ତାକୁ ପଚାରିଲେ ପରା ତମେ ଜୀବ ତ ଏଇ ପରମାତ୍ମା ତ ଅକର୍ତ୍ତା ଆଉ ପ୍ରକୃତି ତ ଜଡ଼ ଆଉ ଜୀବ ତ କର୍ମଫଳର ଆଶ୍ରୟ ନେଇଛି ଆଉ ଇଏ ସୃଷ୍ଟି ହେଲା କେମିତି ଏ ପ୍ରଶ୍ନର ଉତ୍ତର ଦେଉଛନ୍ତି ପରା ବଢ଼ିଆ ଉତ୍ତର ଏଇ କେଉଁ ଶାସ୍ତ୍ରରୁ ପାଇବୁନି କେଉଁ ପ୍ରବଚନରୁ ପାଇବୁନି କେମିତି ସିଏ କହିଲେ ନା ଦେଖ ଦେଖ ଚୁମ୍ବକ ପଥର ଅଛି ଚୁମ୍ବକ ପଥର ଅଛି ଲୁହାଟା ଯଦି ଆସିକି ଚୁମ୍ବକର ସାନ୍ନିଧ୍ୟ ତାର ଆକର୍ଷଣ ବଳୟକୁ ଆସିବ ଭିଡ଼ି ଦେଉଛି ଆଚ୍ଛା ଲୁହାର ଯଦି ଜଙ୍ଗ ଲାଗିଥିବ ଭିଡ଼ି ପାରିବନି ସେମିତି ପ୍ରକୃତି ଯେତେବେଳେ ପ୍ରଳୟ ହେଲା ଜୀବ ପ୍ରକୃତିରେ ବ୍ୟାପକ ହୋଇ ରହିଲା ରୋଗ ରହିଲା ସ୍ୱପ୍ନ ଦୃଶ୍ୟ ଇଏରେ ରହିଲା ବଡ଼ କଷ୍ଟରେ ହେଲେ ଜୀବ ପ୍ରକୃତି ବୁଲି ବୁଲି ସାଉଣ୍ଡ କରିଲା କାହିଁକି ନା ଓମ୍ ବୋଇଲେ ଏକା ଆଶ୍ରୟ ମିଳିବ ଜଡ଼ ବିନା ଆଶ୍ରୟ ରହିପାରିବ କି ବିନା ଆଶ୍ରୟ ରହିପାରିବ ଜଡ଼ ଇଏ ପୃଥିବୀକି ଆଶ୍ରୟ କରି ଘଟା ରହିଛି ନାଇଁ ସେ ଚାଇଗଲା ଥୁଆହେଇଛି ମାଟିକି ଆଶ୍ରୟ କରି ଆମେ ମାଟି ହେଲେ ପ୍ରକୃତି ଆଶ୍ରୟ ଲୋଡ଼ିବା ଆଡ଼ିବ ବିନା ଆଶ୍ରୟ ରହିପାରିବନି କାହାକୁ ଆଶ୍ରୟ କରିବନି ଓମ୍ ଯଦି ଲୋଡ଼ା ପରମାତ୍ମାଙ୍କର ସବିତା ଶକ୍ତି ଲୋଟି ବାହାରିଲା ଯାହାକୁ ଆମେ ସବିତୃ ବରେଣ୍ୟ ଡାକୁଛେ ସିଏ ସେଥିରେ ପଡ଼ିଲା ସବିତା ଶକ୍ତି ମହାନ ଶକ୍ତିଶାଳୀ ପରମାତ୍ମାଙ୍କଠୁ ବାହାରି ପଡ଼ିକି ପରମାଣୁ ଯାକ ସବୁ ଘଷି ପ୍ରବଳ ଶକ୍ତିରେ ସବୁ ଘଷିଲା ପରମାଣୁ ମାନଙ୍କର ଚାପ ଉପରେ ପଡ଼ିଲା ଏକାଠି ଗଲା ଏଗାର ପରସ୍ପର ସେ ଘଷିକି ନିଆଁ ବାହାରିଲା ବୁଝିଲି ବିରାଟ ବଡ଼ ପ୍ରକୃତିଟା ଗୋଟେ ବିରାଟ ବଡ଼ ଅଗ୍ନିପିଣ୍ଡ ସିଏ ଯେଉଁ ହେଲା ସିଏ ପରମାତ୍ମାଙ୍କର ଆକର୍ଷଣ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ସେ ସେଠିକି ଯିବାରୁ ସତ୍ୱରଜତମ ଅନୁସାରେ ସେଇ ସବିତା ଶକ୍ତି ଛେଦିଲା ଖଣ୍ଡ ଖଣ୍ଡ ଗଲା ସତ୍ୱଗୁଣର ପରମାଣୁ ତା ସେ ଜଳିକି ରହିଲା ସେ ସୂର୍ଯ୍ୟ ନକ୍ଷତ୍ର ରଜଗୁଣର ପରମାଣୁ 3 ଭାଗ କରିଦେଲା ଭାଗେ ଆକାଶ ହେଲା ଆଉ ଭାଗେ ଜଳ ହେଲା ଆଉ ଭାଗେ ବାୟୁ ହେଲା ଆଉ ତମ ଗୁଣର ପରମାଣୁ ମଙ୍ଗଳ ବୃହସ୍ପତି ଶନି ପୃଥିବୀ ଏସବୁ ଯାହାର ଆଲୋକ ନାହିଁ ତମ ଗୁଣର ପରମାଣୁ ସେ ରହିଲା ବୁଝିଲେ ସତ୍ୱରଜତମ ଗୁଣରେ 3 ଭାଗରେ ସୃଷ୍ଟିକି ଶେଷନା କରିଦେଲା କି ସବିତୃ ବରେଣ୍ୟ ସେଇ ସବିତାଙ୍କୁ ଆମେ ବରଣ କରୁଛୁ ସେଇ ସବିତା ଶକ୍ତି ଆଚ୍ଛା ସିଏ ଯେଉଁ ଆସିଲା ଏ ଯେଉଁ ଓମ୍ ଜପିଲା ଏ ଓମ୍ରେ ସେ ଖୁସି ହେଲେ ପରମେଶ୍ୱର ବିଚାରିଲେ ସୃଷ୍ଟି ହଉ ପ୍ରଥମ କର୍ମ କ'ଣ ସୃଷ୍ଟିର ଏ ଯେଉଁ ସଂକଳ୍ପ ପରମାତ୍ମାଙ୍କର ସଂକଳ୍ପ ବାହାରିଲା କ'ଣ ନା ସୃଷ୍ଟି ହଉ ଏଇଟା ପ୍ରଥମ କର୍ମ ଏ ସୃଷ୍ଟିର ପ୍ରଥମ କର୍ମ ହେଉଛି ସଂକଳ୍ପ କାହାକୁ ପଚାରି ବୋଲି କିଏ କହିପାରିବନି ପ୍ରଥମ ସୃଷ୍ଟିର ପ୍ରଥମ କର୍ମ କ'ଣ ପ୍ରଥମ କର୍ମ ସେଇ ସଂକଳ୍ପ ଏ ସୂର୍ଯ୍ୟକୁ ସର୍ଜନା କରିଛି ଜ୍ଞାନମୟ ସଂକଳ୍ପ ଜଡ଼ ସଂକଳ୍ପ ନାହିଁ ଜ୍ଞାନମୟ ସଂକଳ୍ପ ସୂର୍ଯ୍ୟକୁ ସର୍ଜନା କରିଛି ପୃଥିବୀକି ସର୍ଜନା କରିଛି ସବୁ ସର୍ଜନା କରିଛି କେଡ଼େ ଜ୍ଞାନମୟ ସଂକଳ୍ପ ସିଏ ଏମିତିରେ ସୃଷ୍ଟି ସର୍ଜନା ହେଲେ କାରଣ କ'ଣ ଜୀବ ସେ ପ୍ରକୃତିରେ ବସ ହେଇକି ଯେତେବେଳେ ପରମାତ୍ମାଙ୍କର ସାମ୍ୟଗ୍ରହଣରେ ଭଳିଆ ଚାନ୍ଦୁ ତ କହନ୍ତି ଧୁଆଧୋଇ ତୁ କି ବାସନା କର୍ମର ବାସନା ଧରି ଅଛି ସେ ତ ନିର୍ମଳ ନିରାମୟ ନା ସେ ତୁ କେମିତି କ'ଣ କରି ଆଜ୍ଞା ତ ସୃଷ୍ଟି ତ ପ୍ରଳୟ ହେଇଯାଇଛି ମୁଁ କେମିତି କର୍ମଫଳ ଭୋଗିବି ଆଚ୍ଛା ପ୍ରଳୟ ହେଇଛି ତ କରିବା ହଉ ସବିତା ଶକ୍ତିର ଆଧାରରେ ଯାଉ ସୃଷ୍ଟି ହଉ ପ୍ରଥମ ସଂକଳ୍ପ ବାହାରିଲା ଯେମିତି ବାହାରିଲା ସବିତା ଶକ୍ତି ବାହାରିକି ତ ତାଙ୍କଠୁ ସୃଷ୍ଟି କରିଦେଲା ଯା କର୍ମଫଳ ଭୋଗିବୁ ଯେ କେମିତି ଆଜ୍ଞା କର୍ମଫଳ ଭୋଗିବି ମୁଁ ତ ଉପାଦାନ ନାହିଁ ଉପାଦାନ ଦେବି ଗୋଟେ କୁକୁରଟେ ଦେଖିଲେ ଏମିତି ରହିବ ଏଇଟା ହେବ ନା ଗୋଟେ ବିଲେଇ ଏଇଠି ରହିବ ନା ଗୋଟେ ଘୋଡ଼ାଟେ ଦେଖିଲେ ଏଇଟା ନାହିଁ ନା ବାଘଟେ ଦେଖିଲେ ନାହିଁ ବଳଦଟେ ଗାଈ ନା ଏଇସବୁଥିରେ ହେଇପାରିବନି ପ୍ରଭୁ ଆଉ କେମିତି ରହିବ ସେସବୁ ସବୁ ଜନ୍ତୁ ଦେଖେଇଲେ ନାଇଁଗଲା ସେସବୁ ମଣିଷ ଶରୀର ଦେଖେଇଲେ ହଁ ଏଥିରେ ହେବ ଆଜ୍ଞା କାହିଁକି ମଣିଷ ଶରୀର କାହିଁ ରାଜି ପଡ଼ିଲା ସେ ଯେଉଁ ଅନୁକ୍ଷଣେ ପ୍ରକୃତି ପରାୟଣ ହେଉଛି ମନୁଷ୍ୟ ଶରୀରରେ ଥାଇକି ପ୍ରକୃତିରୁ ଆଡ଼ି ହେବାକୁ ଶକ୍ତି ଅଛି ଖାଇବାକୁ ଭୋକ ହେଉଥିବ ମଣିଷ ରହିପାରିବ ବୁଝିଲ କି କିନ୍ତୁ ଜୀବ ଚାରିଗୁଡ଼ିଆ ଜନ୍ତୁ ଖାଇବାକୁ ଭୋକ ଲାଗୁଥିଲେ କ'ଣ ନେଇ ଖାଇବେ କ'ଣ ଖାଇଦେବେ ମୈଥୁନ କରିବାକୁ ବେଗ ଆସିଲେ ମଧ୍ୟ ଜୀବ ନକରି ରହିପାରିବ
ନା କିନ୍ତୁ ଅନ୍ୟ ଜନ୍ତୁ ନଗରରେ ରହିପାରିବେନି କରିଦେବେ ଏକା ଏହି ହିସାବରେ ଦେଖିଲା ବେଳକୁ ସେ ଏହି ଶରୀରକୁ ନିଯୁକ୍ତ କଲା। ଚୋର ଶଳାଟା ଏ ଶରୀରକୁ ଆଣିଲା ଶଳା ଏତେ ଦ୍ରଷ୍ଟା ହେଇକି ସିନା ରହନ୍ତା ସେ ଶଳା ବୋଲୁଛି ମୁଁ କରିବି ମାଗିବା ସଙ୍ଗ ଇଏ କରି ପୁଅ ଝିଅ ଏଇଟା ମୋର ପୁଅ ଇଏ ସବୁ ଯେତେ କୱାଳି ସିଏ ମୁଣ୍ଡେଇକି ବସିଲା ତାର ସିଏ ତାକୁ କିଏ କରିଦେଇନି କି କିଏ କପାଳରେ ଲେଖିଦେଇନି ନିଜେ ଏକା ଲେଖିକି ଯାଇଛି ବୁଝିଲ। ତେଣୁ ନିଜେ ଫିଟେଇ ମୁଁ ବାନ୍ଧିଛି ମାନେ ମୁଁ ଫିଟେଇ ଲେଖା ହବ ନା। ତେଣୁ ଆମେ କେମିତି ଫିଟେଇବା ଆମ ବନ୍ଧନଟାକୁ ଆମେ କେମିତି ଫିଟେଇବା ଏଥିରୁ ବିଚାର କରେ ଗୁରୁ ସବୁ ଦେଖେଇଦେଲେ ରାସ୍ତା। ଆମେ ଯେଉଁ ବାନ୍ଧି ହେଇଛେ ତୁ କହୁଛ ନା ଈଶ୍ୱର ପ୍ରାପ୍ତି ମୋର ଲକ୍ଷ୍ୟ। ଆମେ ଯେଉଁ ବାନ୍ଧି ହେଇଛେ ନିଜେ ଆମେ ଯଦି ନିଜେ ବାନ୍ଧି ହେଇଛେ ନିଜେ କାହିଁ ଫିଟି ପାରିବାନି। ନିଜେ ଯେତେବେଳେ ବାନ୍ଧି ହେଇଛେ ନିଜେ ଫିଟି ପାରିବା ନା। ତେଣୁ କର୍ମରେ ଲିପ୍ତ ହେବାନି। ଯେଉଁ କର୍ମ କରିବା ସବୁ ଈଶ୍ୱରଙ୍କର ବୋଲି ଭାବିବା। ଈଶ୍ୱରଙ୍କର ନହେଲେ ଗୁରୁଙ୍କର ନହେଲେ ବେଦମା ତାଙ୍କର ଆଉ ଯାହା କାଳେ ସାରିଲା କାରେ ଏ ପରମାତ୍ମାଙ୍କର ସଂସାରଟା ତ ପରମାତ୍ମାଙ୍କର ନା ସତ୍ୟ କଥା ନାଇଁ କି। ନହେଲେ ଏ ବାପା ଦେଇଛନ୍ତି ବାପାଙ୍କର ବୁଝିଲୁ। ଏମିତି କର୍ମରୁ ଆଡ଼େଇ ମୁଁ ମୋର ଭାବରୁ ଆଡ଼େଇ ରହିଲେ ମୁକ୍ତି ଶେଷକୁ ପ୍ରାପ୍ତ ହେବ। ଦେଖେ ପ୍ରଥମେ ପ୍ରକୃତିର ସୃଷ୍ଟିର କର୍ମ କହିଲି ସୃଷ୍ଟିର କ୍ରମ ତାପରେ ପ୍ରକୃତିର ସ୍ୱରୂପ କହିଲି ତାପରେ ଜୀବର ସ୍ୱରୂପକୁ ଆସିଲି କହିଲି ତାପରେ ଜୀବର ତତ୍ତ୍ୱ ତାପରେ ପରମାତ୍ମାଙ୍କ ତତ୍ତ୍ୱ ସହିତ ପରମାତ୍ମାଙ୍କର ସ୍ୱରୂପ ଏତେ ଯାହା କହିଥିଲି ବୁଝିଲ କି। ଇଏ ହେଉଛି ଜ୍ଞାନ ବୁଝିଲି। ଇଏ ହେଉଛି ପରମ ତତ୍ତ୍ୱ ଜ୍ଞାନ ବୁଝିଲି। ଏଇଥିରେ ଏଇ ସତ୍ୟାର୍ଥ ପ୍ରକାଶ ଏହାକୁ ପାଇବ ଆଉ କେଉଁଥିରେ ପାଇବନି କେଉଁଥିରେ ପାଇବନି କେଉଁ ପ୍ରବଚନ ମଧ୍ୟ ପାଇବନି। କିଏ କହିବ ରାଧେ ରାଧେ କିଏ କହିବ ହରି ଗୋବିନ୍ଦ କିଏ କହିବ ଇଏ ସବୁ କିଛି ନାହିଁ କେବଳ ସହିତ ଗାୟତ୍ରୀ ହେଲା। ଏଇ ପ୍ରଶ୍ନ ହେଲା ଶଙ୍କରାଚାର୍ଯ୍ୟଙ୍କୁ ପଚାରିଲେ ଆଜ୍ଞା ଇଏ କେଉଁ ଧାତୁ ଯେଉଁ ପାଠ ଅଛି ବ୍ୟାକରଣ ଏ ଓମ୍ କେଉଁ ଧାତୁର ଇଏରେ ହେଇଛି ନା ଆପ୍ଳରୁ ବ୍ୟାପ୍ତ ଅବରକ୍ଷଣେ ଆପ୍ଳରୁ ବ୍ୟାପ୍ତ ଅବରକ୍ଷଣେ ଏ ଦୁଇଟା ଧାତୁ ମିଶିକିରି ମ ହେଇଛି ମିଶିଲେ ଓମ୍ ହେଲା। ହେଲେ ଏ ଦୁଇଟା ଧାତୁର ଲକ୍ଷ୍ୟ ହେଉଛି କୁଆଡ଼େ ଆପ୍ଳରୁ ବ୍ୟାପ୍ତ ପରମାଣୁ ମାନଙ୍କରେ ମଧ୍ୟ ବ୍ୟାପକ ଅଛନ୍ତି। ଅବରକ୍ଷଣେ ଇଏ ବ୍ରହ୍ମାଣ୍ଡର ରକ୍ଷାକର୍ତ୍ତା ସାରା ବ୍ରହ୍ମାଣ୍ଡର ରକ୍ଷାକର୍ତ୍ତା। କେମିତି ରକ୍ଷାକର୍ତ୍ତା ସୂର୍ଯ୍ୟର ପ୍ରବଳ ମାଧ୍ୟାକର୍ଷଣ ଶକ୍ତି ଆମ ପାଖରେ ଧୂଳିରେ ଲାଗିଲେ ଯାଏ ନା ପୃଥିବୀଟା ବୁଡ଼ି ନେଇଯାନ୍ତାନି କିଏ ବେଣିପାରୁଛି। ମେଘ ପ୍ରଚଣ୍ଡ ଏଡ଼େ ବଡ଼ ମେଘ ଘଡ଼ଘଡ଼ି ମାରି ଆସୁଛନ୍ତି କିଏ କେଡ଼େ ବଡ଼ ଭାରି ନଥିବ ଏ ପୃଥିବୀର ଆକର୍ଷଣ ଶକ୍ତି ପ୍ରବଳ ଆକର୍ଷଣ ଶକ୍ତି ଭିଡ଼ିଲେ ପଡ଼ିଯାନ୍ତା ନା ସୃଷ୍ଟ ପରା ଗୋଟେ ମେଘ ପଡ଼ିଲେ ଧ୍ୱଂସ ହେଇଯାନ୍ତା କାହିଁ ହେଇପାରୁଛି ରକ୍ଷାକର୍ତ୍ତା। ଧାନରେ ଗୋଟେ ଅଗାଡ଼ି ସିଂଚାରେ ବାହାରୁଛି ରସ କିଏ ଦେଉଛି ଦେଇକି ରକ୍ଷାକର୍ତ୍ତା ଏ ଶରୀର ତିଆରି କରିଛି। ଫେରେ ରୋଗ ଜୀବାଣୁ ପାଇଁ ଗଛଲତା ମାନଙ୍କରେ ଔଷଧି ଦେଇଛି ନା ନାହିଁ ତାକୁ ବନେଇବା ପାଇଁ ବୋଲି ଋଷି ମହର୍ଷିଙ୍କ ଦ୍ୱାରା ଉପାୟ ବତେଇଛି। କେମିତି ରକ୍ଷାକର୍ତ୍ତା କେମିତି ରକ୍ଷାକର୍ତ୍ତା ଏଇଭଳିଆ ରକ୍ଷାକର୍ତ୍ତା କୋଠି ଅଛି ଏଇଭଳିଆ ତାଙ୍କର ମହିମା ଦ୍ୱାରା ଆମେ ତାଙ୍କୁ ଜାଣିପାରିବା। ଏଇଭଳିଆ ହାଡ଼ କେମିତି ଗୋଟେ ଯୋଡ଼ା ହେଇଛି ଦେଖେ ଏ ହାଡ଼ ଏ ହାଡ଼କୁ ଏମିତି ଆସିଛି ଯେଉଁଠି ଦେଖିବୁ ତାଙ୍କର ମହିମାକୁ ଦେଖିବୁ ଯେଉଁଠି ତୋ ଆଖି ପଡ଼ିଲା ଯଦି ତାଙ୍କର ମହିମାକୁ ଦେଖିବୁ ଦିନେ ନା ଦିନେ ଅନୁଭବରେ ଆସିବେ। ବୁଝି କର୍ମ ନିର୍ମଳ ହବାର ଅଛି ମାଗିନା ଚକଚକ ଦୂଷିବନି ଯେମିତି ଆଜି କହିଲି ଆରେ ଚକଚକଟା ଦୃଷ୍ଟି ଦୁର୍ଗନ୍ଧ ନରକ ଏ କଳା କିଟିକିଟି ଦୃଷ୍ଟି ସେଇ ଦୁର୍ଗନ୍ଧ ବୀର୍ଯ୍ୟ ତଳୁ ଗଲେ ସେ ମଣ୍ଡା ସିଏ କେମିତି ଉଠେଇବ ପ୍ରାଣାୟାମ ଭକ୍ତି ଆଉ ପ୍ରାଣାୟାମ ବୁଝିଲ କି। ସେ ଭୀଷ୍ମ କହିଲେ କାଳିବର ଶୁଣିକି ହେ ମହର୍ଷି ମୁଁ ଏଠି ପ୍ରତିଜ୍ଞା କରିଥିଲି ଯେ ମୁଁ କେମିତି ସମ୍ଭାଳିକି ରହିବି କିନ୍ତୁ ମୋର ଯିବ ନା କିଛି ପଡ଼ନି ମୁଁ ଯାହା କହି କରିବୁଟି ଆଶ୍ରମରେ ଯାହା ଦିଆହେବ ତାହା ଖାଇବୁ କେଉଁଠି କିଛି ଖାଇଦେବୁନି ନାଇଁ ଆଉ ମୁଁ ଯାହା କହିବି ତା ମାନିବ ଆଜ୍ଞା ଆପଣ ନିଆଁରେ ପଶିଲେ ପଶିବି ମାତ୍ରକ ମୋର କେମିତି ପ୍ରତିଜ୍ଞାଟା ରହିବ କିଛି ପର ନାହିଁ ବୁଝିଲେ। ଏ ପ୍ରାଣାୟାମ ଶିଖେଇଲେ କେତେ ପ୍ରକାର 100 ପ୍ରକାର ପ୍ରାଣାୟାମରୁ କେଉଁ ପ୍ରାଣାୟାମ କେତେବେଳେ କରିବ ଆଉ ଖାଦ୍ୟ ଏମିତି କେଉଁ ଖାଦ୍ୟ ଖାଇଲେ ଉତ୍ତେଜନା ଆସିବନି ସବୁ ନିୟମ ବତେଇଲେ ମାନିଲେ ରହିଲେ। କ'ଣ 350 ବର୍ଷ ବଞ୍ଚିଲେ ଯେ 350 ବର୍ଷ ଅତି ବୁଢ଼ା ସମୟରେ ମଧ୍ୟ କୃଷ୍ଣଙ୍କ ଆଗରେ ସନ୍ଧ୍ୟା ଠିଆ ହେଇ ପଡ଼ିଲେ
ଯିଏ ଚରାଚର ବ୍ରହ୍ମାଣ୍ଡର ଧ୍ୱଂସକାରୀ ତାଙ୍କ ଆଗରେ ମୋ ଆଗରେ ତମେ ହସିଲେ କୃଷ୍ଣ ବୋଲେ କ'ଣ ପାଣ୍ଡବଙ୍କୁ ତମେ ମାରିଦେବ ନାହିଁ ପାଣ୍ଡବଙ୍କୁ ତ ମୁଁ ମାରିବିନି ମୋର ନାତିଟା ତାଙ୍କର 20,000 ରଥି ପ୍ରତିଦିନ ମୁଁ ମାରିବି ହଁ ମୁଁ ଥରେ ମାରିଦେବ ନା ମାରିଦେବି ନିଶ୍ଚୟ ମାରିଦେବି ମାରିଲେ ମାରିଲେ ସେ ସବୁ ୟାଙ୍କୁ ମଧ୍ୟ ଏ ଜଳ ଦଉ ଧରିଛନ୍ତି ନା ଏମାନଙ୍କର ସବୁ ଛୋଟ ଛୋଟ ଶସ୍ତ୍ର ଗେଞ୍ଜିକିରି ରକଣା କରି ରଖିଦେବ ଏଇଟା କାଟିଲା ସାଞ୍ଜୁ ପିଞ୍ଚନ୍ତି ସର ଭାଇ ସାଞ୍ଜୁଡ଼ା କାଟିକି ତଳେ ପକାଇଦେଲେ ସଳା ଗୋଟେ ବୀର ପଣିଆ ଦେଖାଉଛି ଏଠି ମୋତେ ଆରେ ମୁଁ ତ ଯୁଦ୍ଧ କରୁନି ନା ମୁଁ ତ ଘୋଡ଼ା କରୁଛି ତୁ ମୋତେ ବୀର ପଣିଆ ଦେଖାଉଛୁ ବୋଇଲା ଡେଇଁରେ ରଥରୁ ସେ ଘୋଡ଼ାକୁ ଧରି ରଖିଦେବ ବୋଇଲା ଧରିପାରିଲେନି ବାଡ଼େଇ ହଁ ପ୍ରଭୁ ବାଡ଼େଇ କେମିତି ପକେଇଦିଅ ମୋତେ ତଳେ କେମିତି ବାଡ଼େଇ ଆପଣଙ୍କ ହାତରେ ମଲେ ଅର୍ଜୁନ କହିଲେ ମୁଁ ମାରିଲି ଅର୍ଜୁନ କହିଲେ ମୁଁ ମାରିଲି କହିଲେ ଏମିତି କଥା ବୁଝିଲୁ କି ଏଇଗୁଡ଼ା ସବୁ ମିଥ୍ୟା ସବୁ ଛାଡ଼ ଏ ପୁରାଣ ଭିତରେ ପଶିଲେ ତାର ଅଗ ଗୁଡ଼ା ମୂଳ ଗୁলো ତୁ ଜାଣିପାରିବୁନି କିନ୍ତୁ ବୈଦିକ ଶାସ୍ତ୍ର ଏକାଥରେ ଦେଖ ବୁଝେଇ ନେଇ ଗୋଟେ ଜିନିଷକୁ ବୁଝେଇ ଦେବ ବୈଦିକ ଶାସ୍ତ୍ର ଯଦି ଯିଏ ପଢ଼ିଛି ପୁରାଣକୁ ସେ ଛୁଇଁବନି ବୁଝିଲ କି ବୈଦିକ ଶାସ୍ତ୍ର ମୁଁ ପଢ଼ିଛି ପୁରାଣ ମଧ୍ୟ ମୁଁ ପୁରାଣ ବଢ଼ିଆ ସୁନ୍ଦର ଗାଇ ବୁଝେଇ ମଧ୍ୟ ଭଲ ଆଉ ଏବେ ପୁରାଣକୁ ଛୁଇଁବାକୁ ନକନ ପୁରୁଣା ଗାୟିକା ଫେମସ୍ ହେଇଯାଇଛନ୍ତି ପୁରାଣରେ କାହିଁକି କହିଛନ୍ତି ତାଙ୍କେ ଅଳ୍ପ ଜ୍ଞାନ ଲୋକ ତ ବୈଦିକ ଧର୍ମର ମର୍ମ ବୁଝିପାରିବେନି ବୈଦିକ ଧର୍ମଟାକୁ ଏ ଗପ ଆକାରରେ ବିଦ୍ୱାନ ମାନେ ଶଙ୍କରାଚାର୍ଯ୍ୟ ଆଉ ନାରାୟଣ ସ୍ୱାମୀ ଆଉ ଶ୍ରୀଧର ସ୍ୱାମୀ ପଦ୍ମପାଦାଚାର୍ଯ୍ୟ ସୁରେଶ୍ୱରାଚାର୍ଯ୍ୟ ପ୍ରଭୃତି ପଣ୍ଡିତମାନେ କରିକି ଥୋଇଛନ୍ତି ସେ ଏହାଦ୍ୱାରା ସେ କେମିତି ଜୈନ ବୌଦ୍ଧ ନ ହୁଅନ୍ତୁ ପଢ଼ିଲେ ଭଲ ଭଲ କଥା ବୋଲି ବିଷୟକ ଦ୍ୱାରା ଭଲ କଥାଟା ବୁଝା ହେଇଛି ରାବଣ ଥିଲା ଏମିତି କରୁଥିଲା ନିବୃତ୍ତି ଆଉ ପ୍ରବୃତ୍ତି ମାର୍ଗ ଦୁଇଟା ପ୍ରବୃତ୍ତି ବ୍ରହ୍ମାନନ୍ଦ ରୂପକ ପରମ ସୁଖକୁ ଦାନ କରୁଥିବା ବ୍ୟକ୍ତିଙ୍କୁ ଗୁରୁ କହନ୍ତି ବ୍ରହ୍ମାନନ୍ଦ କେବଳ ଜ୍ଞାନ ମୂର୍ତ୍ତି ସେ କେମିତି କର୍ମମୂର୍ତ୍ତି ନୁହନ୍ତି ସେ କେବଳ ଜ୍ଞାନ ମୂର୍ତ୍ତି ଜ୍ଞାନରେ ଗଢ଼ା ହେଇଥିବେ ତୁ ଗୁରୁ କର୍ମମୂର୍ତ୍ତି ନା ଜ୍ଞାନ ମୂର୍ତ୍ତି କେବଳ ଜ୍ଞାନ ମୂର୍ତ୍ତି ଦ୍ୱନ୍ଦ୍ୱାତୀତଂ ଗଗନ ସଦୃଶ୍ୟଂ ଦ୍ୱନ୍ଦ୍ୱ ବୋଲେ ଭଲ ମନ୍ଦ ସ୍ତ୍ରୀ ପୁରୁଷ ଭଲ ମନ୍ଦ ଶତ୍ରୁ ମିତ୍ର ଲାଭ ନଷ୍ଟି ଖରା ବର୍ଷା ଏସବୁ ସୁଖ ଦୁଃଖ ଏସବୁ ଦ୍ୱନ୍ଦ୍ୱରୁ ପରସ୍ପର ବିରୋଧୀ ଭାବକୁ ଦ୍ୱନ୍ଦ୍ୱ କହନ୍ତି ରେକର୍ଡିଂ କରି ପରସ୍ପର ବିରୋଧୀ ଭାବକୁ ଦ୍ୱନ୍ଦ୍ୱ କହନ୍ତି ଇଏ ଦ୍ୱନ୍ଦ୍ୱାତୀତଂ ଦ୍ୱନ୍ଦ୍ୱରୁ ଅତୀତ ଦ୍ୱନ୍ଦ୍ୱାତୀତଂ ଗଗନ ସଦୃଶ୍ୟଂ କେବଳ ଜ୍ଞାନ ଗଗନ ସଦୃଶ୍ୟଂ ଗଗନ ଯେମିତି କେଉଁଠିକି ଲାଗେନି ସବୁଥିରୁ ଅଲଗା ସେ ସବୁଥିରୁ କେଉଁଠିକି ଲାଗନ୍ତି ନାହିଁ କୌଣସି ବିଷୟରେ ଲାଗନ୍ତି ଦ୍ୱନ୍ଦ୍ୱାତୀତଂ ଗଗନ କେବଳ ଜ୍ଞାନ ମୂର୍ତ୍ତି କେବଳ ଜ୍ଞାନରେ ଏକା ତିଆରି ତାଙ୍କର ଜ୍ଞାନରେ ଏକା ଆଚରଣ ଜ୍ଞାନ ଦ୍ୱନ୍ଦ୍ୱାତୀତଂ ଗଗନ ସଦୃଶ୍ୟଂ ତତ୍ତ୍ୱମସ୍ୟାଦି ଲକ୍ଷ୍ୟଂ ଦ୍ୱନ୍ଦ୍ୱାତୀତଂ ଗଗନ ସଦୃଶ୍ୟଂ ତତ୍ତ୍ୱମସ୍ୟାଦି ଲକ୍ଷ୍ୟଂ ତତ୍ତ୍ୱମସି ଅସି ଉପନିଷଦ ତତ୍ତ୍ୱମସି ଅୟମାତ୍ମା ବ୍ରହ୍ମ ଅହଂ ବ୍ରହ୍ମାସ୍ମି ଏସବୁ ଯେଉଁ ଉପନିଷଦ ବାକ୍ୟ ତାଙ୍କ ପ୍ରତି ଏସବୁ ଲକ୍ଷ୍ୟ କରାଯାଇଛି ତତ୍ତ୍ୱମସ୍ୟାଦି ଲକ୍ଷ୍ୟଂ ଭାବାତୀତଂ ତ୍ରିଗୁଣ ରହିତଂ ତ୍ରିଗୁଣ ସଦ୍ଗୁରୁ ତଂ ନମାମି ଭାବାତୀତଂ ଇଏ ସଂସାରର ଭାବର ଅତୀତ ଯେଉଁ ଭାବ କି ପରମାନନ୍ଦ ପ୍ରାପ୍ତି ସେ ଭାବର ସ୍ଥିତ ସେ ଭାବରେ ସ୍ଥିତ ଭାବାତୀତଂ ତ୍ରିଗୁଣ ରହିତଂ ସତ୍ୱ ତମ 3 ଗୁଣରୁ ଉପରକୁ ରହିବେ ଯେଉଁ ଗୁରୁ ଭାବାତୀତଂ ସଦ୍ଗୁରୁ ଏଭଳିଆ ସଦ୍ଗୁରୁ ତଂ ନମାମି ତୁମକୁ ନମାମି ତୁମକୁ ନମାମି ତୁମକୁ ନମାମି ତୁମକୁ ଜୁହାର ତୁମକୁ ଜୁହାର ତୁମକୁ ଜୁହାର ଗୁରୁଙ୍କୁ ସବୁବେଳେ ନମସ୍କାର କରନ୍ତିନି ଜୁହାର କରନ୍ତି ନହେଲେ ପ୍ରଣାମ କରନ୍ତି ନା କେବେ ହେଲେ ନମସ୍କାର ବୋଲିବ କି ଗୁରୁଦେବ ପ୍ରଣାମ କହୁଛି ନା କି ଗୀତା କେବେ ହେଲେ ନମସ୍କାର ବୋଲିବ ପ୍ରଣାମ ବୋଲିବ କାହିଁକିନା ଗୁରୁ ସାଙ୍ଗ ସୁଖ ମାନଙ୍କୁ ନମସ୍କାର କରିବା ଗୁରୁଙ୍କୁ କ'ଣ ନମସ୍କାର ଆମେ ତ ଗୁରୁଙ୍କର ଆମେ ଶିଷ୍ୟ ହେଲେ ତାଙ୍କ ପାଦରେ ଆମେ ମୁଣ୍ଡକୁ ଲୋଟେଇବେ ନାଇଁ ଭାବାତୀତଂ ତ୍ରିଗୁଣ ରହିତଂ ସଦ୍ଗୁରୁ ତଂ ନମାମି ଅଖଣ୍ଡ ଆନନ୍ଦ ବୋଧାୟ ଶିଷ୍ୟ ସନ୍ତାପ ହାରିଣେ ଶୁଣ ଅଖଣ୍ଡ ରୂପକ ଆନନ୍ଦ ଯେଉଁ ଆନନ୍ଦ କି ଖଣ୍ଡ ନାହିଁ ଏବେ ଆନନ୍ଦ କେମିତି ଖଣ୍ଡ ନା ଏବେ ଭଲ ମନ୍ଦ କରି ଖାଇଲେ ସେଇଟା ଇଏ ହେଲା କ'ଣ ହେଲା ସରିଗଲା ସେ ଆଉ ଥରେ ଦୁଃଖ ପଳେଇଲା ଏମିତି ନାହିଁ ଅଖଣ୍ଡ କେବେ ହେଲେ ଖଣ୍ଡ ନାହିଁ ଅଖଣ୍ଡ ଆନନ୍ଦ ବୋଧାୟ ଅଖଣ୍ଡ ରୂପକ ଆନନ୍ଦକୁ ଯିଏ ବୋଧ କରେଇ ଦିଅନ୍ତି ଅଖଣ୍ଡ ଆନନ୍ଦ ବୋଧାୟ ଶିଷ୍ୟ ସନ୍ତାପ ହାରିଣେ ଶିଷ୍ୟର ସନ୍ତାପକୁ ଦୂର କରିଦିଅନ୍ତି କେମିତି ମରିଯିବ ବୋଲି କେମିତି ହେଉଥିଲୁ ସନ୍ତାପ ଦୂର ହେଲାନି ସବୁ ଯାକ ତ ଶିଷ୍ୟ ସନ୍ତାପ ହାରିଣେ ଅଖଣ୍ଡାନନ୍ଦ ବୋଧାୟ ସଚ୍ଚିଦାନନ୍ଦ ରୂପାୟ ତସ୍ମୈ ଶ୍ରୀ ଗୁରବେ ନମଃ ସଚ୍ଚିତ୍ ଆନନ୍ଦଙ୍କର ସ୍ୱରୂପଧାରୀ ଗୁରୁ
ଗୁରୁଙ୍କୁ ବ୍ରହ୍ମଙ୍କ ସହିତ ସମାନ କରାଯାଏ। ତେଣୁ ଏଠି ଶକ୍ତି ଆନନ୍ଦ ରୂପକ ଯେଉଁ ଗୁରୁ, ଏଭଳିଆ ଗୁରୁଙ୍କୁ ମୋର ପ୍ରଣାମ। ସଚ୍ଚିଦାନନ୍ଦ ରୂପାୟ ତସ୍ମୈ ଶ୍ରୀ ଗୁରବେ ନମଃ। ବୁଝିଲ କି? ଏମିତି ଏଇଟା ଗୁରୁଙ୍କର ଏଇଭଳିଆ ବିଚାର। ଗୁରୁଙ୍କୁ ଏଇ ବିଚାର କରିବ। ଏଇ ବିଚାର ଥିବ ବୋଲେ ନା କାମ ଆସିବ, ନା କ୍ରୋଧ ଆସିବ, ନା କିଛି ଆସିବ। ଏ ବିଚାରରେ ରହିକି ତମେ ଜପ ତପ କର। ବୁଝିଲ? ସିଏ ତମ ପାଖରେ ଥିଲା ପରେ ତମେ ଜାଣିବ। ବୁଝିଲ କି? ତମ ପାଖରେ ସିଏ ଥିଲା ପରେ ଜାଣିବ। ବୁଝିଲ? ଏଭଳିଆ ଗୁରୁ ବନ୍ଦନା ଏମିତି। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର। ଗୁରୁ କେମିତି ବ୍ରହ୍ମା? ନା ଗୁରୁ ଯେମିତି ସିଏ ସେମିତି ସର୍ଜନା କଲେ ସୃଷ୍ଟିକି ବ୍ରହ୍ମା। ଗୁରୁ ସେମିତି ସତ୍ୱଗୁଣକୁ ସ୍ଥାପନା କରି ଶିଷ୍ୟର ହୃଦୟରେ, ସତ୍ୱଗୁଣ କଥା ବହୁତ ବୁଝୁଛି ନା ମୁଁ, ଆଉ ରଜଗୁଣ ତମଗୁଣ କାଟୁଛି ନା ନାହିଁ। ସତ୍ୱଗୁଣକୁ ସ୍ଥାପନ କରି ରଜଗୁଣରୁ ରକ୍ଷା କରିବାରୁ ସେ ହେଲେ ବ୍ରହ୍ମା। ବୁଝିଲ କି? ଆଉ ବିଷ୍ଣୁ କେମିତି ହେଲେ? ନା ଶିଷ୍ୟର ଯୋଗ ମାର୍ଗକୁ ଠିକ୍ ଭାବରେ ପାଳନ କରି ଯୋଗ ମାର୍ଗଟାରେ ଶିଷ୍ୟକୁ ସ୍ଥିତ କରିବା ଯୋଗୁରୁ ସେ ହେଲେ ବିଷ୍ଣୁ। ଯେମିତି ପାଳୁଛନ୍ତି ବିଷ୍ଣୁ। ତମ ଗୁଣ ରୂପକ ତାମସକୁ ସଂହାର କରି ଗୁରୁ ଶିଷ୍ୟକୁ ଠିକ୍ ଯୋଗ ମାର୍ଗରେ ଚଳିବାରେ ସହାୟକ ହେବାରୁ ସେ ହେଲେ ରୁଦ୍ର। ବ୍ରହ୍ମା ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ। ବୁଝିଲୁ? ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ରାଜାକୁ ସେ କାଲି ଏଡ଼େ ବଡ଼ ଗର୍ଜନ କରି କ'ଣ ମୁଁ ତ କିଛି କହୁନି, ତମ ଏଇ ଆମର